ବର୍ତ୍ତମାନ ଆମେ ବେଦ ପାଠଶାଳା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ। ବ୍ୟସ୍ତତାମୟ ଜୀବନରୁ ମୁକ୍ତ ହେବା ପାଇଁ ବେଦ ପାଠଶାଳା ଆପଣଙ୍କୁ ନିମନ୍ତ୍ରଣ ଜଣାଏ। ତେବେ ଶୁଣନ୍ତୁ ବିଶେଷ କାର୍ଯ୍ୟକ୍ରମ ବେଦ ପାଠଶାଳା। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଯୀଶୁଙ୍କ ମଧୁର ନାମରେ ନମସ୍କାର ଜଣାଇ ଆଜିର ବେଦ ପାଠଶାଳାର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣଙ୍କର ମନେ ଥିବ ଯେ ଆମେ ଏହି ଦିନମାନଙ୍କରେ ପାର୍ବତ୍ୟ ଉପଦେଶ ଉପରେ ଆଲୋଚନା କରୁଛୁ। ମାଥିଉ 5 ପର୍ବ ଆରମ୍ଭରେ ଆହ୍ୱାନ ଦେଇ ଅନ୍ତର୍ଦୃଷ୍ଟି କରିବା ନିମନ୍ତେ ପ୍ରଭୁ ଯୀଶୁ କହିଥିଲେ। ଆମେ ଯେତେବେଳେ ଅନ୍ତର୍ଦୃଷ୍ଟି କରୁ, ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଉତ୍ତମ ସ୍ୱଭାବ ଆମ ହୃଦୟରେ ଦେଖିବାକୁ ପାଉ, ଯାହାକୁ ଆମେ ଖ୍ରୀଷ୍ଟୀୟ ଚରିତ୍ର ବୋଲି କହିପାରିବା। ପାର୍ବତ୍ୟ ଉପଦେଶରେ ସେ ଏହା ମଧ୍ୟ ପ୍ରକାଶ କରନ୍ତି, ଆମମାନଙ୍କ ନିମନ୍ତେ ସମସ୍ୟା ବା କ୍ଲେଶ ରହିଛି। ଏଣୁ ଆମ ଜୀବନରେ ଏହି ସମସ୍ତ ଉତ୍ତମ ଗୁଣ ଦେଖାଯିବା ଆବଶ୍ୟକ। ଆଜିର ଅଧ୍ୟୟନ ନିମନ୍ତେ ଆମେ ଯେଉଁ ଅଂଶଟି ପାଠ କରିବା ତାହା ହେଲା ମାଥିଉ 6 ପର୍ବ 14 ପଦରୁ 18 ପଦ। ସେଠାରେ ଏପରି ଲେଖା ଅଛି, କାରଣ ଯେବେ ଲୋକମାନଙ୍କର ଅପରାଧ ସବୁ କ୍ଷମା କର, ତେବେ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ତୁମମାନଙ୍କୁ ମଧ୍ୟ କ୍ଷମା କରିବେ। କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମମାନଙ୍କ ପିତା ମଧ୍ୟ ତୁମମାନଙ୍କ ଅପରାଧ ସବୁ କ୍ଷମା କରିବେ ନାହିଁ। ଉପବାସ କରିବା ସମୟରେ କପଟିମାନଙ୍କ ପରି ବିଷଣ୍ଣ ବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ ଆପଣା ଆପଣା ମୁଖ ମଳିନ କରନ୍ତି। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର, ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ତୁମମାନଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ସାକ୍ଷାତରେ ଦେଖାଯିବ। ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ। ମାଥିଉ 5 ପର୍ବର ଦ୍ୱିତୀୟ ଅଂଶ ଆମକୁ ଆହ୍ୱାନ ଦେଇ କହେ ଯେ ଆମ ଉତ୍ତମ ସ୍ୱଭାବ ଯେପରି ସଂସ୍କୃତି ଉପରେ ପ୍ରଭାବ ପକାଇବ। ଅନ୍ୟ ଶବ୍ଦରେ ମାଥିଉ 5 ପର୍ବର ଦ୍ୱିତୀୟ ଅଂଶ ବ୍ୟବହାରିକ ଶିକ୍ଷା ଅଟେ। ଏହି ସମସ୍ତ ଆଶୀର୍ବାଦଯୁକ୍ତ ଉକ୍ତି ଆମକୁ ଅନ୍ତର୍ଦୃଷ୍ଟି କରିବା ନିମନ୍ତେ କହେ। ତାର ପରବର୍ତ୍ତୀ ଶିକ୍ଷା ସମସ୍ତ ବାହ୍ୟ ଦୃଷ୍ଟି କରିବା ନିମନ୍ତେ କହେ। କାରଣ 6 ପର୍ବରେ ସେ ଆମକୁ ଅନେକ ଶବ୍ଦ ମଧ୍ୟ ଦେଇ କହନ୍ତି ଯେ ଯଦି ତୁମେ ଅନ୍ତର୍ଦୃଷ୍ଟି କର ଓ ବାହ୍ୟ ଦୃଷ୍ଟି କର, ତେବେ ସେହି ସମସ୍ତ କାର୍ଯ୍ୟ କରିବା ନିମନ୍ତେ ଊର୍ଦ୍ଧ୍ୱ ଦୃଷ୍ଟି କରିବାକୁ ହେବ। ଯଦି ଈଶ୍ୱରଙ୍କ ଅନୁଗ୍ରହ ନ ପାଆନ୍ତି, ଆପଣ କେବେ ହେଲେ ଉପଯୁକ୍ତ ଭାବେ ନିଜ ଭାଇ କି ବିବାଦୀ କି ସ୍ତ୍ରୀ ଲୋକଙ୍କ ସହିତ କି ଆପଣା ଭାର୍ଯ୍ୟା କି ଆପଣା ପ୍ରତିବାସୀ କି ଦୁଷ୍ଟ ଲୋକ କି ଶତ୍ରୁ ସହିତ ଉପଯୁକ୍ତ ସମ୍ପର୍କ ସ୍ଥାପନ କରିପାରିବେ ନାହିଁ। ଆପଣ ଊର୍ଦ୍ଧ୍ୱ ଦୃଷ୍ଟି ନ କଲେ ଏହି ସମସ୍ତ ଉତ୍ତମ ସ୍ୱଭାବ ଆପଣଙ୍କ ଜୀବନରେ ଦେଖାଯିବ ନାହିଁ। 6 ପର୍ବ ଅନୁଯାୟୀ ଆମେ ଯେତେବେଳେ ଊର୍ଦ୍ଧ୍ୱ ଦୃଷ୍ଟି କରୁ ଓ ସେହି ସମସ୍ତ ଆତ୍ମିକ ଶୃଙ୍ଖଳା ପ୍ରତି ଦୃଷ୍ଟିପାତ କରୁ, ପ୍ରଥମ ଶୃଙ୍ଖଳା ହେଲା ଦାନ ଦେବା, ଦ୍ୱିତୀୟ ଶୃଙ୍ଖଳା ହେଲା ପ୍ରାର୍ଥନା। ସେ ଏହି ଅଂଶରେ ଆମେ କିପରି ପ୍ରାର୍ଥନା କରିବା ଆବଶ୍ୟକ ସେ ବିଷୟରେ କହନ୍ତି। ସେଥିରେ ଏକ ନମୁନା ଆମକୁ ଦେଇଛନ୍ତି, ଯାହାକୁ ଆମେ ଶିଷ୍ୟମାନଙ୍କୁ ଶିଖାଇଥିବା ପ୍ରାର୍ଥନା ବୋଲି କହୁ। ଏହା କେବଳ ପ୍ରାର୍ଥନା ନୁହେଁ, କିନ୍ତୁ ପ୍ରାର୍ଥନାର ନମୁନା ଅଟେ। ହୁଏତ ଏହା ପ୍ରାର୍ଥନାର ବହିର୍ରେଖା ଅଟେ। ଶିଷ୍ୟମାନଙ୍କ ପ୍ରାର୍ଥନାରେ ଅନେକଙ୍କର ପ୍ରଶ୍ନ ରହିଛି। ଆମେ ତୃତୀୟ ଆତ୍ମିକ ଶୃଙ୍ଖଳା ବିଷୟରେ ଅଧ୍ୟୟନ କରିବା ପୂର୍ବରୁ ସେହି ପ୍ରଶ୍ନ ପ୍ରତି ଦୃଷ୍ଟି ଦେବା। ସେ କହନ୍ତି, ଆମମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମମାନଙ୍କ ଅପରାଧ ସବୁ କ୍ଷମା କର। ପ୍ରଭୁ ଶିଖାଇଥିବା ପ୍ରାର୍ଥନା ପରେ ଏହା ମଧ୍ୟ ଯୋଗ କରି କୁହାଯାଇଅଛି ଯେ ଯେବେ ଲୋକମାନଙ୍କର ଅପରାଧ ସବୁ କ୍ଷମା କର, ତେବେ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ତୁମମାନଙ୍କୁ ମଧ୍ୟ କ୍ଷମା କରିବେ। କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମମାନଙ୍କ ପିତା ମଧ୍ୟ ତୁମମାନଙ୍କ ଅପରାଧ ସବୁ କ୍ଷମା କରିବେ ନାହିଁ। ଅନେକ ଲୋକ କହନ୍ତି ଯେ ଯଦି ଆମେ ସେମାନଙ୍କ ଅପରାଧ କ୍ଷମା କରୁ, ସେମାନଙ୍କ ପାପ କ୍ଷମା କରୁ। ନୂତନ ନିୟମର ଅନ୍ୟ ଶିକ୍ଷାଠାରୁ ଏହା ଭିନ୍ନ ପରି ମନେ ହୁଏ, କାରଣ ନୂତନ ନିୟମ ଆମକୁ ଏହି ଶିକ୍ଷା ଦିଏ ଯେ ଆମମାନଙ୍କ ପାପ କ୍ଷମା ପ୍ରଭୁ ଯୀଶୁଙ୍କ କ୍ରୁଶୀୟ ମୃତ୍ୟୁ ଉପରେ ନିର୍ଭର କରେ। ପ୍ରଭୁ ଯୀଶୁ କ୍ରୁଶ ଉପରୁ ଉଚ୍ଚସ୍ୱରରେ କହିଲେ, ସମାପ୍ତ ହେଲା। ଏଣୁ ପାପ କ୍ଷମା ନିମନ୍ତେ ଆମେ ପ୍ରଭୁ ଯୀଶୁଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ ଉପରେ ନିର୍ଭର କରୁ। ପାଉଲ ରୋମୀୟ ପୁସ୍ତକରେ ମଧ୍ୟ କହନ୍ତି ଯେ ପ୍ରଭୁ ଯୀଶୁ ଯେତେବେଳେ କ୍ରୁଶ ଉପରେ ପରିତ୍ରାଣ କାର୍ଯ୍ୟ ସମାପ୍ତ କଲେ, ସେ ସମସ୍ତ ବିଷୟ ସାଧନ କଲେ। ତାଙ୍କର ସେହି ପରିସମାପ୍ତିର କାର୍ଯ୍ୟ ସମସ୍ତ ବିଷୟ ସାଧନ କରେ। ଏଥିରେ ଆମମାନଙ୍କୁ କିଛି ଯୋଗ କରିବାକୁ ହେବ ନାହିଁ।
ଆମ ମନରେ ଏହି ପ୍ରଶ୍ନ ଜାତ ହୁଏ ଯେ ଆପଣ କ'ଣ ଭାବନ୍ତି ଯେ କାର୍ଯ୍ୟ ସମାପ୍ତ କରିଅଛନ୍ତି କି ଅବା ଆପଣ ଭାବନ୍ତି ଯେ ସେଥିରେ କିଛି ଯୋଗ କରିବାକୁ ହେବ? ଆପଣ କ'ଣ ସେହି କାର୍ଯ୍ୟକୁ ସମାପ୍ତ କରିବାକୁ ଚାହୁଁଛନ୍ତି କି? ଧର୍ମଶାସ୍ତ୍ର ସ୍ପଷ୍ଟ ଭାବେ କହେ ଯେ ପ୍ରଭୁ ଯୀଶୁଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ ଉପରେ ଆମେ କିଛି ଯୋଗ କରିପାରିବା ନାହିଁ। ଏଭ୍ରି ପୁସ୍ତକ ଯେପରି କହେ, ଖ୍ରୀଷ୍ଟ ଆମମାନଙ୍କ ପାପ କ୍ଷମା ନିମନ୍ତେ କ୍ରୁଶରେ ଆପଣା ଜୀବନ ବଳି ଦେଲେ। ଏଣୁ ଆମମାନଙ୍କ ପାପ କ୍ଷମା ନିମନ୍ତେ କୌଣସି ବଳିର ଆବଶ୍ୟକ ନାହିଁ। ତାହା ସହିତ ଆପଣ ଅନ୍ୟ କିଛି ଯୋଗ କରିପାରିବେ ନାହିଁ। ତେବେ ଏହି ଯେଉଁ ଶିକ୍ଷା ଦିଆଯାଇଅଛି ତାକୁ କିପରି ବ୍ୟାଖ୍ୟା କରିବେ? ଆମମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମମାନଙ୍କ ଅପରାଧ ସବୁ କ୍ଷମା କର। ତାପରେ ସେ କହନ୍ତି, ଯଦି ତୁମେ କ୍ଷମା ନ କର, ତୁମମାନଙ୍କ ପାପ ମଧ୍ୟ କ୍ଷମା କରାଯିବ ନାହିଁ। ହୁଏତ ଏହାର ଅର୍ଥ ଆମେ ମାଥ୍ୟୁ 18 ପର୍ବରେ ଦେଖୁ। ସେଠାରେ ପ୍ରଭୁ ଯୀଶୁ ପାପ କ୍ଷମା ବିଷୟରେ ମହାନ ଶିକ୍ଷା ଦେଇଛନ୍ତି ଏବଂ କ୍ଷମା କରିବାର ଗୁରୁତ୍ୱପୂର୍ଣ୍ଣତାକୁ ପ୍ରକାଶ କରୁଛନ୍ତି, ଯାହା ଆମେ ମାଥ୍ୟୁ 18 ପର୍ବର 21 ପଦରୁ ଦେଖିବାକୁ ପାଉ। ସେଠାରେ ପିତର ପ୍ରଶ୍ନ କରୁଛନ୍ତି, ହେ ପ୍ରଭୁ, କେତେଥର ମୋର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? କି 7 ଥର ପର୍ଯ୍ୟନ୍ତ? ହୁଏତ ଧର୍ମଗୁରୁମାନେ 7 ଥର କ୍ଷମା ଦେବା ନିମନ୍ତେ କହୁଥିଲେ। ଯୀଶୁ ପିତରଙ୍କୁ କହିଲେ, ତୁମକୁ କେବଳ 7 ଥର ପର୍ଯ୍ୟନ୍ତ କହୁନାହିଁ, ମାତ୍ର 70 ଗୁଣ 7 ଥର। କେତେକ ଧର୍ମତତ୍ତ୍ୱବିତ୍ କହନ୍ତି ଯେ ଏହା 70 ଗୁଣ 7 ଥର। ଆଉ କେତେକ ମତବ୍ୟକ୍ତ କରନ୍ତି ଏହା ଅସଂଖ୍ୟ ଥରକୁ ବୁଝାଏ। ପ୍ରଭୁ ଯୀଶୁ ତାଙ୍କ ଶିକ୍ଷାର ଉତ୍ତର ଦେବାକୁ ଯାଇ ତାହା ସହିତ ଏକ ଦୃଷ୍ଟାନ୍ତ ଦେଉଛନ୍ତି। ଦୃଷ୍ଟାନ୍ତ ଶବ୍ଦକୁ ଗ୍ରୀକ୍ ଭାଷାରେ ପାରାବାଲୋ କୁହାଯାଏ। ବାଲୋ ଶବ୍ଦର ଅର୍ଥ ହେଲା ଫିଙ୍ଗିବା। ପାରା ଶବ୍ଦର ଅର୍ଥ ହେଲା ତାହାର ପାଖେ ପାଖେ ଫିଙ୍ଗିବା। ଏଣୁ ପ୍ରଭୁ ଯୀଶୁ ଯେଉଁ ଶିକ୍ଷା ଦେଉଛନ୍ତି ତାକୁ ବୁଝାଇବାକୁ ଯାଇ ଦୃଷ୍ଟାନ୍ତ ଦେଉଛନ୍ତି। ତାପରେ ସେ ଦୃଷ୍ଟାନ୍ତ ମଧ୍ୟ ଦେଇ ଶିକ୍ଷା ଦେଉଛନ୍ତି, ଯାହା ଆମେ ମାଥ୍ୟୁ 18 ପର୍ବ 23 ପଦରୁ 35 ପଦରେ ଦେଖିବାକୁ ପାଉ। ସେଠାରେ ଏପରି ଲେଖା ଅଛି, ଅତଏବ ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ୍ୟ। ସେ ହିସାବ ଆରମ୍ଭ କରନ୍ତେ 3 କୋଟି ଟଙ୍କା ଋଣ କରିଥିବା ଜଣେ ଦାସ ତାଙ୍କ ଛାମୁକୁ ଅଣାଗଲା। କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲାପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ କରିବାକୁ ଆଜ୍ଞା ଦେଲେ। ତେଣୁ ସେହି ଦାସ ତାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ସବୁ ପରିଶୋଧ କରିଦେବି। ସେଥିରେ ସେହି ଦାସର ପ୍ରଭୁ ସଦୟ ହୋଇ ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ। କିନ୍ତୁ ସେହି ଦାସ ବାହାରି ଯାଇ ତାଠାରୁ 50 ଟଙ୍କା ଋଣ ନେଇଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ ଶୁଝିଦେ। ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି। ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଇ ତାହାକୁ କାରାଗାରରେ ପକାଇଦେଲା। ତେଣୁ ତାହାର ସହଦାସମାନେ ସେହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରିଲେ। ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ, ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି। ମୁଁ ଯେପରି ତତେ କ୍ଷମା କଲି, ସେ ରୂପେ ମଧ୍ୟ ଆପଣାର ସହଦାସକୁ କ୍ଷମା କରିବା କି ତୋର କର୍ତ୍ତବ୍ୟ ନଥିଲା? ଆଉ ତାହାର ପ୍ରଭୁ କ୍ରୋଧ ହୋଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ସମର୍ପଣ କଲେ। ତୁମମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣ ଆପଣ ଭାଇକୁ କ୍ଷମା ନ କର, ତାହେଲେ ମୋର ସ୍ୱର୍ଗସ୍ଥ ପିତା ହିଁ ତୁମମାନଙ୍କ ପ୍ରତି ସେହି ପ୍ରକାର କରିବେ। ଏହି ଦୃଷ୍ଟାନ୍ତ ସ୍ପଷ୍ଟ ଭାବେ କହେ ଯେ ଜଣେ ବ୍ୟକ୍ତି ଆପଣା ପ୍ରଭୁଙ୍କ ଠାରୁ ଅନେକ ଟଙ୍କା ଋଣ ନେଇଥିଲା, କିନ୍ତୁ ସେ ଦୟା ପ୍ରାର୍ଥନା କରିବାରୁ ତାହାର ସବୁ ଋଣ କ୍ଷମା କରିଦେଲେ। ତାହାର ଅନେକ ଋଣ କ୍ଷମା କରାଯାଇଥିଲା, କିନ୍ତୁ ତାଠାରୁ ମାତ୍ର 50 ଟଙ୍କା ନେଇଥିବା ଜଣେ ଧାରୁକୁ ଧରି ସେ କହିଲା, ମୋର ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ମୁଁ ତୋତେ ଛାଡ଼ିବି ନାହିଁ। ସେ କେତେ କାକୁତି ବିନତି କଲେ ମଧ୍ୟ ସେଥିରେ ସେ ସମ୍ମତ ହେଲା ନାହିଁ ଓ ଋଣ ପରିଶୋଧ ନ କରିବା ଯାଏ ତାକୁ କାରାଗାରରେ ନିକ୍ଷେପ କଲା। ସେଥିରେ ତାହାର ପ୍ରଭୁ ତାହାକୁ ଡକାଇ କହିଲେ, ରେ ଦୁଷ୍ଟ ଦାସ,
ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି। ମୁଁ ଯେ ରୂପେ ତୋତେ କ୍ଷମା କଲି ସେହି ରୂପେ ଆପଣା ସହଦାସକୁ କ୍ଷମା କରିବା କି ତୋର କର୍ତ୍ତବ୍ୟ ନଥିଲା? ଆଉ ତାହାର ପ୍ରଭୁ ତା ପ୍ରତି କ୍ରୋଧ ହୋଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ସମର୍ପଣ କଲେ। ଏହା ଏକ ମହାନ ଦୃଷ୍ଟାନ୍ତ ଅଟେ। ସେହି ଶିକ୍ଷା ସହିତ ଏହି ଦୃଷ୍ଟାନ୍ତର ସାମଞ୍ଜସ୍ୟ ଥିବା ଲକ୍ଷ୍ୟ କରୁ। ଏଥିରେ ବ୍ୟବହାରିକ ଶିକ୍ଷା ମଧ୍ୟ ରହିଛି। ମାଥ୍ୟୁ 18 ପର୍ବର ଶେଷ ପଦ କହେ ଯେ, ମୋର ସ୍ୱର୍ଗସ୍ଥ ପିତା ମଧ୍ୟ ସେହି ପ୍ରକାର ତୁମମାନଙ୍କ ପ୍ରତି କରିବେ। ଯଦି ତୁମମାନେ ଅନ୍ତର ସହ ଆପଣା ଭାଇକୁ କ୍ଷମା ନ କର। ଏଠାରେ ଆମମାନଙ୍କ ନିମନ୍ତେ ଶିକ୍ଷା ହେଲା, ଆମେ ଯେତେବେଳେ ଖ୍ରୀଷ୍ଟଙ୍କ ନିକଟକୁ ଆସୁ ଓ ସୁସମାଚାର ଶୁଣିବା ପରେ ତାଙ୍କଠାରେ ବିଶ୍ୱାସ କରୁ ଓ ସମସ୍ତ ପାପ କ୍ଷମା କରନ୍ତି ଓ ଆମେ ଉଦ୍ଧାର ପାଉ, ଏହା ପ୍ରକାଶ କରେ ଯେ ଆମ ଅଗଣିତ ପାପ ସେ କ୍ଷମା କରନ୍ତି। ଯଦି ଆପଣ ବାସ୍ତବରେ ବିଶ୍ୱାସ କରନ୍ତି ଯେ ସେ ଆପଣଙ୍କ ଅଗଣିତ ପାପ କ୍ଷମା କରିଛନ୍ତି, ତେବେ କେହି ଯଦି ଆପଣଙ୍କ ବିରୁଦ୍ଧରେ କିଛି ପାପ କରିଅଛି, ଆପଣ କଣ ତାକୁ କ୍ଷମା କରିବେ ନାହିଁ? ସେଇ ଶିକ୍ଷା ଆମକୁ କହେ ଯେ ଆମେ ଯେପରି ଅନ୍ୟକୁ କ୍ଷମା କରୁ। ଏହା କହେ ଯେ ଯଦି ଆପଣ ଅନ୍ୟକୁ କ୍ଷମା ଦେଇନାହାନ୍ତି, ତେବେ ଆପଣ ବାସ୍ତବରେ କ୍ଷମା ପ୍ରାପ୍ତ ନୁହନ୍ତି। ସେହି ଦୃଷ୍ଟିକୋଣରୁ ପ୍ରଭୁ ଯୀଶୁ କହିଲେ, ଆମମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମମାନଙ୍କ ଅପରାଧ ସବୁ କ୍ଷମା କର। ଆପଣ ସେହି ଦୃଷ୍ଟାନ୍ତ ବିଷୟରେ ଚିନ୍ତା କରନ୍ତୁ। ଈଶ୍ୱର ଯଦି ଆମର ଅସଂଖ୍ୟ ପାପ କ୍ଷମା କରିଅଛନ୍ତି, ଆମେ କଣ ଅନ୍ୟମାନଙ୍କୁ କ୍ଷମା ଦେଇପାରିବା ନାହିଁ? ସେଥିପାଇଁ ସେ କହିଲେ, କାରଣ ଯେବେ ଲୋକମାନଙ୍କର ଅପରାଧ ସବୁ କ୍ଷମା କର, ତେବେ ତୁମମାନଙ୍କର ସ୍ୱର୍ଗସ୍ଥ ପିତା ତୁମମାନଙ୍କୁ ମଧ୍ୟ କ୍ଷମା କରିବେ। ଯଦି ଆପଣ କ୍ଷମା ନ କରନ୍ତି, ତେବେ ଆପଣ ଯେ କ୍ଷମା ପାଇଛନ୍ତି ତାହା ଅନୁଭବ କରିନାହାନ୍ତି। କିଅବା ଆପଣ କ୍ଷମା ପାଇଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି? ବିଶ୍ୱାସ ଦ୍ୱାରା ଆମେ କ୍ଷମା ପାଇଥାଉ। କେହି ଜଣେ କହନ୍ତି, ଆମେ ଯେଉଁ ମୂଲ୍ୟ ଦେବା ଆବଶ୍ୟକ ଥିଲା, ପ୍ରଭୁ ଯୀଶୁ ତାହା ପରିଶୋଧ କରିଅଛନ୍ତି। ଶିଷ୍ୟମାନେ ଯେଉଁ ପ୍ରଶ୍ନ ପଚାରୁଥିଲେ, ହୁଏତ ଏହା ସେଥିର ଉତ୍ତର ହୋଇଥିବ। ବର୍ତ୍ତମାନ ଆମେ ତୃତୀୟ ଆତ୍ମିକ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବା, ତାହା ହେଲା ଉପବାସ। ସେ ପୁଣି କହନ୍ତି, ଉପବାସ କରିବା ସମୟରେ କପଟିମାନଙ୍କ ପରି ହୁଅ ନାହିଁ। ଏହା ପୁଣି ଦ୍ୱନ୍ଦାତ୍ମକ ପରି ମନେ ହୁଏ, ଯେପରି କହିଲେ କପଟିମାନଙ୍କ ପରି ଧର୍ମକର୍ମ କର ନାହିଁ। ସେମାନେ କେବଳ ଧାର୍ମିକତାର ଅଭିନୟ କରନ୍ତି। ପ୍ରଭୁ ଯୀଶୁ କହିଲେ, ଉପବାସ କରିବା ସମୟରେ କପଟିମାନଙ୍କ ପରି ହୁଅ ନାହିଁ। ପୁଣି ଥରେ କପଟ ଶବ୍ଦ ବ୍ୟବହାର କରୁଛନ୍ତି। ପୁଣି ଥରେ ଆତ୍ମିକ ଶୃଙ୍ଖଳା ବିଷୟରେ କହିବା ସମୟରେ ଶାସ୍ତ୍ରୀ ଓ ଫାରୁସୀମାନଙ୍କ ଧାର୍ମିକତା ସହିତ ଶିଷ୍ୟମାନଙ୍କ ଧାର୍ମିକତାର ଭିନ୍ନତା ବିଷୟରେ କହୁଛନ୍ତି। ସେମାନଙ୍କ ଧାର୍ମିକତା କପଟମୟ ଥିଲା। ସେମାନେ କେବଳ ଲୋକମାନଙ୍କ ସାକ୍ଷାତରେ ଧର୍ମକର୍ମ କରୁଥିଲେ। ପୁଣି ଥରେ ଆମେ ଦେଖୁ ଯେ ଶାସ୍ତ୍ରୀ ଓ ଫାରୁସୀମାନଙ୍କ ଧାର୍ମିକତା କପଟମୟ ଥିଲା। ତାହା ଅନୁପ୍ରସ୍ଥ ଧାର୍ମିକତା ଥିଲା, ଯାହା ଲୋକ ଦେଖାଣିଆ ଥିଲା। ଯେତେବେଳେ ସେମାନେ ଉପବାସ କରୁଥିଲେ, ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନଥିଲା, ତାହା ମନୁଷ୍ୟମାନଙ୍କ ଉଦ୍ଦେଶ୍ୟରେ ଥିଲା। ମନୁଷ୍ୟକୁ ଦେଖାଇବା ନିମନ୍ତେ ତାହା ସେମାନେ କରୁଥିଲେ। ସେମାନେ ଆପଣା ଆପଣା ମୁଖ ମଳିନ କରି ରଖୁଥିଲେ, ଯେପରି ଲୋକେ ଦେଖିବେ ଯେ ସେମାନେ ଉପବାସ କରୁଛନ୍ତି। ଯଦି କେହି ପ୍ରଶ୍ନ କରେ ଯେ ତୁମେ କାହିଁକି ମଳିନ ହୋଇଅଛ, ସେମାନେ ଗର୍ବର ସହିତ କହୁଥିଲେ ଯେ ସେମାନେ ଉପବାସ କରୁଛନ୍ତି। ମୁଁ ବିଶ୍ୱାସ କରେ ଯେ ଆମେ ସେହି ସମସ୍ୟା ଦାନ ଦେବା, ପ୍ରାର୍ଥନା କରିବା ରୂପ ଆତ୍ମିକ ଶୃଙ୍ଖଳା ମଧ୍ୟରେ ମଧ୍ୟ ଦେଖିବାକୁ ପାଉ। ଏହା ମନୁଷ୍ୟ ଉଦ୍ଦେଶ୍ୟରେ ନ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହେବା ଆବଶ୍ୟକ। ଯଦି ଏହା ମନୁଷ୍ୟ ଉଦ୍ଦେଶ୍ୟରେ ନ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହୁଏ, ତେବେ ମନୁଷ୍ୟ ଜାଣିବା ଆବଶ୍ୟକ ନାହିଁ ଯେ ଆପଣ ଉପବାସ କରୁଛନ୍ତି କି ପ୍ରାର୍ଥନା କରୁଛନ୍ତି କି ଅବା ଦାନ ଦେଉଛନ୍ତି। ତାହା କେବଳ ଈଶ୍ୱର ଜାଣିବା ଆବଶ୍ୟକ। ଏହି ଯେଉଁ ଶିକ୍ଷା ଉପବାସ ସମ୍ବନ୍ଧରେ ଦିଆଯାଇଅଛି, ଅନେକ କହନ୍ତି ଯେ ଏହା ମୋର ମନପସନ୍ଦ ଶିକ୍ଷା ନୁହେଁ। ଯଦି ଆମେ ପରସ୍ପରର ମୁହଁ ଦେଖୁ, କହିପାରିବା ଯେ ଆମେ ବାସ୍ତବରେ ଉପବାସର ଅର୍ଥ ବୁଝିନାହୁଁ। ଆମେ ଉପବାସ ଥିବା ସମୟରେ ଆମ ମୁଖ ସତେଜ ରହିବା ଆବଶ୍ୟକ। ଏହି ଯୁଗ ନିମନ୍ତେ କ'ଣ ଉପବାସର ଆବଶ୍ୟକ? ଉପବାସ କ'ଣ ଗୁରୁତ୍ୱପୂର୍ଣ୍ଣ? ମୋ ମତରେ ଏହା ଗୁରୁତ୍ୱପୂର୍ଣ୍ଣ। ଯେପରି ଆମେ ମାଥ୍ୟୁ 5 ପର୍ବରେ ବ୍ୟବସ୍ଥାର ଆତ୍ମା ଓ ବ୍ୟବସ୍ଥାର ଅକ୍ଷର ବିଷୟରେ ଆଲୋଚନା କରୁଥିଲୁ, ସେହି ଦୃଷ୍ଟିକୋଣରୁ ଯଦି ଚିନ୍ତା କରୁ, ତେବେ ଏହା ଗୁରୁତ୍ୱପୂର୍ଣ୍ଣ। ଆମେ ଉପବାସ ସମୟରେ ଚିନ୍ତା କଲାବେଳେ ଅକ୍ଷର ବ୍ୟବସ୍ଥା କ'ଣ କହେ? ଏହା ଫାରୁସୀ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରାର୍ଥନା କଲାପରି। ଫାରୁସୀ କହିଲେ,
ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ କରଗ୍ରାହୀ ପରି ସୁଦ୍ଧା ନୁହେଁ। ମୁଁ ସପ୍ତାହରେ 2 ଥର ଉପବାସ କରେ। ମୋର ସମସ୍ତ ବିଷୟର ଦଶମାଂଶ ମୁଁ ଦିଏ। ଫାରୁସି ଯେ ଅନ୍ୟମାନଙ୍କ ପରି ନୁହେଁ, ଏଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛନ୍ତି। ସେ ଅନ୍ୟମାନଙ୍କୁ ନିଜ ଦୃଷ୍ଟିରେ ଦେଖୁଥିଲେ। ତାହା ଅନୁପ୍ରସ୍ଥ ଧାର୍ମିକତା ଅଟେ। ଏହାକୁ ଆମେ ଅକ୍ଷରର ବ୍ୟବସ୍ଥା ବୋଲି କହିପାରିବା। କିନ୍ତୁ ଉପବାସ ସମ୍ବନ୍ଧରେ ବ୍ୟବସ୍ଥାର ଆତ୍ମା କ'ଣ କହେ? ଏହା କ'ଣ ଆଜି ମଧ୍ୟ ପ୍ରଯୁଜ୍ୟ? ବ୍ୟବସ୍ଥାର ଆତ୍ମା ଆମକୁ ଜୀବନ ଦିଏ। ବ୍ୟବସ୍ଥାର ଆତ୍ମା କହିଲେ ବ୍ୟବସ୍ଥାର ଉଦ୍ଦେଶ୍ୟକୁ ବୁଝାଏ। ଏହି ବ୍ୟବସ୍ଥାର ନୀତି କ'ଣ? ଈଶ୍ୱର ଯେତେବେଳେ ଏହି ବ୍ୟବସ୍ଥା ଦେଲେ, ତାଙ୍କ ହୃଦୟରେ କ'ଣ ଥିଲା? ଆପଣ ଉପବାସ କରିବା ବିଷୟରେ କେବେ ଚିନ୍ତା କରିଛନ୍ତି କି? ଉପବାସ କହିଲେ କ'ଣ? ଦ୍ୱିତୀୟ ବିବରଣ 8 ପର୍ବ 1 ପଦରୁ 3 ପଦରେ ଆମେ ସେଥିର ଉତ୍ତର ପାଉ। ମୋଶା ଇସ୍ରାଏଲ ସନ୍ତାନମାନଙ୍କୁ ପ୍ରାନ୍ତରରେ 40 ବର୍ଷ କଢ଼ାଇ ଆଣିବା ସମୟରେ ଈଶ୍ୱର ସେମାନଙ୍କୁ କ୍ଷୁଧା ଅନୁଭବ କରିବା ନିମନ୍ତେ ସୁଯୋଗ ଦେଲେ। ତାପରେ ସେ ସେମାନଙ୍କୁ ଅଲୌକିକ ରୀତିରେ ଖାଦ୍ୟ ଯୋଗାଇଲେ, ଯାହା ସେମାନେ କେବେ ଶୁଣି ନଥିଲେ। ସେ ଏହା ମଧ୍ୟ କହିଲେ ଯେ ଆଉ ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚେ। ଏହା ତୁମ୍ଭକୁ ଜଣାଇବା ପାଇଁ ସେ ତୁମ୍ଭକୁ ନମ୍ର ଓ କ୍ଷୁଧିତ କରି ତୁମ୍ଭର ଅଜ୍ଞାତ ଓ ତୁମ୍ଭ ପୂର୍ବ ପୁରୁଷଗଣର ଅଜ୍ଞାତ ମାନା ଦେଇ ପ୍ରତିପାଳନ କରିଅଛନ୍ତି। ଆପଣଙ୍କର ମନେ ଅଛି କି, ଯେତେବେଳେ ପ୍ରଭୁ ଯୀଶୁ ପ୍ରାନ୍ତରରେ ପରୀକ୍ଷିତ ହେଲେ, ପରୀକ୍ଷକ ତାଙ୍କୁ କହିଲେ, ଏହି ପଥରଗୁଡ଼ିକ ରୁଟି ହେବା ପାଇଁ ଆଜ୍ଞା ଦିଅ। ପ୍ରଭୁ ଯୀଶୁଙ୍କ ଉତ୍ତର କ'ଣ ଥିଲା? ପ୍ରଭୁ ଯୀଶୁ କହିଲେ, ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ ତହିଁରୁ ହିଁ ବଞ୍ଚେ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଆତ୍ମିକ ସତ୍ୟ ଅଟେ। ଏହା କହେ ଯେ ଜୀବନର ଚାବି ଶରୀର ବିଷୟ ନୁହେଁ। ଜଣେ ମନୁଷ୍ୟ ବାସ୍ତବ ବିଷୟ ଶାରୀରିକ ନୁହେଁ, ତାହା ଆତ୍ମିକ ବିଷୟକୁ ବୁଝାଏ। ଏପରି ବିଷୟ ଅଛି ଯାହା ଦୃଶ୍ୟ, ବସ୍ତୁବାଚକ ଓ କ୍ଷଣଭଙ୍ଗୁର। ଆପଣ ତାହା ଦେଖିପାରିବେ, ଅନୁଭବ କରିପାରିବେ ଓ ସ୍ପର୍ଶ ମଧ୍ୟ କରିପାରିବେ। କିନ୍ତୁ ଅନ୍ୟ ଏକ ଅଂଶ ଅଛି ଯାହା ଆପଣ ଦେଖିପାରିବେ ନାହିଁ, ଛୁଇଁ ପାରିବେ ନାହିଁ ଓ ଅନୁଭବ କରିପାରିବେ ନାହିଁ। ତାହା ଜୀବନର ଆତ୍ମିକ ଅଂଶ ଅଟେ। ଆମେ ଯେତେବେଳେ ମୃତ୍ୟୁବରଣ କରୁ, ଆମ ଆତ୍ମା ଆତ୍ମାଦାତାଙ୍କ ନିକଟକୁ ଚାଲିଯାଏ, ଯାହା ଆମ ଶରୀରର ଆତ୍ମିକ ଅଂଶ ଅଟେ। ଧର୍ମଶାସ୍ତ୍ର କହେ ଯେ ଆମ ଶରୀର ତମ୍ବୁ ପରି। ଏହା ଏପରି ଏକ ତମ୍ବୁ ଯେଉଁଠାରେ ଆମ ଆତ୍ମା କାର୍ଯ୍ୟ କରେ। ଦ୍ୱିତୀୟ କରନ୍ଥିରେ ପାଉଲ ଶରୀରକୁ ନଷ୍ଟକଳ୍ପ ପାତ୍ର ବୋଲି କହନ୍ତି। କେହି ଜଣେ କହନ୍ତି, ଆମ ଶରୀର ତମ୍ବୁ ପରି। ଆମ ଶରୀରରୁ ଆତ୍ମା ଆତ୍ମାଦାତାଙ୍କ ନିକଟକୁ ଯିବା ପର୍ଯ୍ୟନ୍ତ ଆମେ ସେହି ତମ୍ବୁରେ ବାସ କରୁ। ଆମେ ଯେତେବେଳେ ସ୍ୱର୍ଗକୁ ଯିବା, ଆମେ ପରସ୍ପର ସହିତ ସାକ୍ଷାତ କରିବା। ଆମେ ସେଠାରେ ମାନବ ଇତିହାସକୁ ଦେଖିପାରିବା। ଯେଉଁମାନେ ଆମ ପୂର୍ବରୁ ଥିଲେ, ଆମେ ସେମାନଙ୍କୁ ମଧ୍ୟ ଦେଖିପାରିବା। ସୃଷ୍ଟିର ଆରମ୍ଭରୁ ଯେଉଁମାନେ ଥିଲେ, ସେମାନଙ୍କୁ ଆମେ ଦେଖିପାରିବା। ଧର୍ମଶାସ୍ତ୍ର ଆମ ସମ୍ମୁଖରେ ଏହି ସତ୍ୟ ପ୍ରକାଶ କରେ ଯେ ବାହ୍ୟ ପୁରୁଷ ଆମ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆନ୍ତରିକ ପୁରୁଷ ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟ କରନ୍ଥୀ 4 ଓ 5 ପର୍ବରେ ପାଉଲ କହନ୍ତି, ଆନ୍ତରିକ ପୁରୁଷ ଅନନ୍ତ କାଳ ସ୍ଥାୟୀ, ଯାହା ଆତ୍ମିକ ବିଷୟ ଅଟେ। ଏହାକୁ ପାଉଲ ଆନ୍ତରିକ ପୁରୁଷ ବୋଲି କହନ୍ତି। ଆନ୍ତରିକ ପୁରୁଷ ଓ ଆତ୍ମିକ ପୁରୁଷ ବାହ୍ୟ ପୁରୁଷଠାରୁ ଗୁରୁତ୍ୱପୂର୍ଣ୍ଣ, ଯାହା ଶାରୀରିକ ପୁରୁଷଠାରୁ ଗୁରୁତ୍ୱପୂର୍ଣ୍ଣ। ଅତଏବ ଯାହା କିଛି ଆନ୍ତରିକ ପୁରୁଷକୁ ଜୀବିତ ରଖେ, ତାହା ଆନ୍ତରିକ ପୁରୁଷକୁ ଊର୍ଦ୍ଧ୍ୱ ଦୃଷ୍ଟି କରିବାରେ ସାହାଯ୍ୟ କରେ। ତାହା ଅନ୍ୟ ସମସ୍ତ ବିଷୟଠାରୁ ଗୁରୁତ୍ୱପୂର୍ଣ୍ଣ, ଅର୍ଥାତ୍ ଶାରୀରିକ ଖାଦ୍ୟ ଓ ସୁରକ୍ଷା ଠାରୁ ଅତି ଗୁରୁତ୍ୱପୂର୍ଣ୍ଣ। ତାହା ହିଁ ବହୁମୂଲ୍ୟ ବିଷୟ। ଆପଣ ଯେତେବେଳେ ଉପବାସ କରନ୍ତି, ଆପଣ ଆତ୍ମିକ ବିଷୟ ମୂଲ୍ୟ ନିରୂପଣ କରନ୍ତି। ଏହାଦ୍ୱାରା ଆପଣ କହନ୍ତି ଯେ ବାହିକ ପୁରୁଷଠାରୁ ଆତ୍ମିକ ପୁରୁଷ ଗୁରୁତ୍ୱପୂର୍ଣ୍ଣ ଓ ଆତ୍ମିକ ପୁରୁଷ ମଧ୍ୟ ଅନନ୍ତକାଳ ସ୍ଥାୟୀ। ଅତଏବ ଆମେ ଖାଦ୍ୟ ଦ୍ୱାରା ବାହିକ ପୁରୁଷ ବା ଶରୀରକୁ ସଜୀବ ରଖିପାରିବା, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମ ଆନ୍ତରିକ ପୁରୁଷକୁ ସଜୀବ ରଖିପାରିବା। ଏଣୁ ଖାଦ୍ୟ ଅପେକ୍ଷା ଈଶ୍ୱରଙ୍କ ବାକ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ପ୍ରଭୁ ଯୀଶୁ କହିଲେ, ମନୁଷ୍ୟ କେବଳ ରୁଟି ଦ୍ୱାରା ବଞ୍ଚେ ନାହିଁ। ଆମମାନଙ୍କ ଜୀବନ କ'ଣ ଖାଦ୍ୟଠାରୁ ଶ୍ରେଷ୍ଠ ନୁହେଁ ଓ ଶରୀର କ'ଣ ବସ୍ତ୍ରଠାରୁ ଶ୍ରେଷ୍ଠ ନୁହେଁ? ଦ୍ୱିତୀୟ ଅନୁଚ୍ଛେଦରେ ଏହି ପ୍ରଶ୍ନ ପ୍ରଭୁ ଯୀଶୁ କରୁଛନ୍ତି। ତାହା ଆମେ ପରବର୍ତ୍ତୀ ପାଠରେ ଆଲୋଚନା କରିବା। ସେ ପ୍ରଶ୍ନ କରନ୍ତି, ଆମମାନଙ୍କ ଶରୀର କ'ଣ ଖାଦ୍ୟଠାରୁ ଶ୍ରେଷ୍ଠ ନୁହେଁ? ଆମମାନଙ୍କ ଜୀବନ କ'ଣ
ଖାଦ୍ୟଠାରୁ ଶ୍ରେଷ୍ଠ ନୁହେଁ। ଆମମାନେ ଚିନ୍ତା କରିବା ଆବଶ୍ୟକ, ଆପଣଙ୍କ ଜୀବନ କ'ଣ, ଆପଣଙ୍କ ଶରୀର କ'ଣ, ଆପଣ ଆତ୍ମିକ ଜୀବନଯାପନ କରୁଛନ୍ତି କି ଅବା ଶାରୀରିକ ଜୀବନଯାପନ କରନ୍ତି। ତେଣୁ ଆତ୍ମିକ ଭାବେ ଜୀବିତ ରହିବା ଗୁରୁତ୍ୱପୂର୍ଣ୍ଣ କି ଅବା ଶାରୀରିକ ଭାବେ ଜୀବିତ ରହିବା ଗୁରୁତ୍ୱପୂର୍ଣ୍ଣ, ତାହା ଆମେ ଚିନ୍ତା କରିବା ଆବଶ୍ୟକ। ଆପଣ ଯେତେବେଳେ ଏହି ସମସ୍ତ ବିଷୟ ଉପରେ ଚିନ୍ତା କରନ୍ତି, ଆପଣ ଯେ ଏହି ସମସ୍ତ ବିଷୟ ଉପରେ ଗୁରୁତ୍ୱ ଦିଅନ୍ତି ତାହା ଉପସ୍ଥାପନ କରନ୍ତି। ଯେତେବେଳେ ମୂଷା ସିନାଇ ପର୍ବତ ଉପରକୁ ଯାଉଥିଲେ, ସେ ତାହା ହିଁ କରୁଥିଲେ। ଅନେକ ଥର ସିନାଇ ପର୍ବତରେ ତାହା କରୁଥିଲେ। 3 ଥରରୁ ଅଧିକ ସିନାଇ ପର୍ବତରେ 40 ଦିନ ଓ 40 ରାତି ଉପବାସ ରହିଥିଲେ। ସେ କହୁଥିଲେ, ହେ ଈଶ୍ୱର, ମୁଁ ଆତ୍ମିକ ଜୀବନରେ ସଜୀବ ରହିବା ନିମନ୍ତେ ତୁମ ବାକ୍ୟ ଚାହେଁ। କାରଣ ପର୍ବତ ତଳ ଦେଶରେ ଯେଉଁ ଲୋକମାନେ ଅଛନ୍ତି, ସେମାନଙ୍କ ଆତ୍ମିକ ଜୀବନ ନିମନ୍ତେ ମୁଁ ଉତ୍ତରଦାୟୀ ଅଟେ। ମୋ ଖାଦ୍ୟ ଅପେକ୍ଷା ଅଧିକ ତୁମ୍ଭ ବାକ୍ୟ ଚାହେଁ, ଯେପରି ମୋ ଆତ୍ମିକ ଜୀବନ ସଜୀବ ହେବ। ଆପଣ କ'ଣ ସେହି ପରିସ୍ଥିତି ମଧ୍ୟକୁ ଆସିଛନ୍ତି କି? ଆପଣ କ'ଣ ଈଶ୍ୱରଙ୍କ ବାକ୍ୟ ନିମନ୍ତେ କ୍ଷୁଧିତ ଅଟନ୍ତି କି? ତାହା ହିଁ ଉପବାସ ସମ୍ବନ୍ଧରେ କହେ। କେତେକ ଚିକିତ୍ସକ ଉପବାସ କରିବା ନିମନ୍ତେ ପରାମର୍ଶ ଦିଅନ୍ତି। ମୁଁ ବିଶ୍ୱାସ କରେ ଯେ ଉପବାସ ସମ୍ବନ୍ଧରେ ଅନେକ ମହାନ ଶିକ୍ଷା ରହିଛି। ଯଦି ଆପଣ ଉପବାସ କରିବାକୁ ଚାହାନ୍ତି, ସେହି ସମସ୍ତ ଜାଣିବାକୁ ହେବ। ଅନେକ ସମୟ ଧରି ଉପବାସ କଲା ପରେ ଖାଇବା ଅତି ଗୁରୁତ୍ୱପୂର୍ଣ୍ଣ। ସେହି ସମୟରେ ହଜମ ଶକ୍ତି ନଥାଏ। ଆପଣଙ୍କୁ ଜାଣିବାକୁ ହେବ ଯେ କିପରି ଖାଇବେ। ଆପଣ ଉପବାସ କରି ଗରିଷ୍ଠ ଖାଦ୍ୟ ଖାଇପାରିବେ ନାହିଁ। ଯଦି ଆପଣ ଉପବାସ କରିବାକୁ ଇଚ୍ଛୁକ, ତେବେ ଏହି ସମସ୍ତ କାର୍ଯ୍ୟ କରନ୍ତୁ। କିନ୍ତୁ ଉପବାସର ଆତ୍ମିକ ଅର୍ଥ କ'ଣ? ଉପବାସ ସମ୍ବନ୍ଧରେ ବ୍ୟବସ୍ଥାର ଆତ୍ମା କ'ଣ କହେ? ଆପଣଙ୍କ ଶାରୀରିକ ଜୀବନଠାରୁ ଆତ୍ମିକ ଜୀବନ ଅତି ଗୁରୁତ୍ୱପୂର୍ଣ୍ଣ। ଆପଣ ନିଜକୁ ଦେଖାନ୍ତୁ ଯେ ଆପଣଙ୍କ ଆତ୍ମିକ ଜୀବନ ଶାରୀରିକ ଜୀବନଠାରୁ ଅତି ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ ଅସ୍ୱୀକାର କରିବା ଆବଶ୍ୟକ ଏବଂ ଆତ୍ମିକ ଭାବେ ସଜୀବ ହେବା ଆବଶ୍ୟକ। ପ୍ରଭୁ ଯୀଶୁ କହିଲେ, ଯେତେବେଳେ ତୁମେ ଏହା କରିବ, ଲୋକମାନଙ୍କ ସାକ୍ଷାତରେ ତାହା କର ନାହିଁ। ମୋ ମତରେ ପ୍ରଭୁ ଯୀଶୁ ଏଠାରେ ତାହା ହିଁ କହୁଛନ୍ତି। ଯଦି ତୁମେ ଉପବାସ କର, ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ କର। ତାହା ଈଶ୍ୱରଙ୍କ ଓ ଆପଣଙ୍କ ମଧ୍ୟରେ ରହିବା ଆବଶ୍ୟକ। ଅନ୍ୟ କେହି ତାହା ଜାଣିବା ଆବଶ୍ୟକ ନାହିଁ। ଆପଣ ନିଶ୍ଚିତ ହେବା ଆବଶ୍ୟକ ଯେ ଏହା ଈଶ୍ୱରଙ୍କ ସହିତ ଆପଣଙ୍କ ସମ୍ପର୍କ ଅଟେ। ଆପଣ ନିଶ୍ଚିତ ହେବା ଆବଶ୍ୟକ ଯେ ଏହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହେବା ଆବଶ୍ୟକ। ଏହା ମନୁଷ୍ୟ ଉଦ୍ଦେଶ୍ୟରେ ନ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହେବା ଆବଶ୍ୟକ। ଏଣୁ ପ୍ରାର୍ଥନା ହେଉ କି ଦାନ ହେଉ କିମ୍ବା ଉପବାସ ହେଉ, ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହେବା ଆବଶ୍ୟକ। ଏହା ଅନୁପ୍ରସ୍ଥ ସମ୍ପର୍କ ନ ହୋଇ ଉଲମ୍ବ ହେବା ଆବଶ୍ୟକ। ଏଣୁ ଆମେ ଆତ୍ମିକ ଭାବେ ପ୍ରଭୁ ଯୀଶୁଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଆବଶ୍ୟକ। ଆମେ ଯେତେବେଳେ ଉପବାସ କରୁ, ଆମେ କେଉଁ ମନୋଭାବ ନେଇ ଉପବାସ କରିଥାଉ? ଆମମାନେ କ'ଣ ଲୋକମାନଙ୍କୁ ଦେଖାଇବା ନିମନ୍ତେ ଉପବାସ କରିଥାଉ? ଯେପରି ଶାସ୍ତ୍ରୀ ଓ ଫାରୁସୀମାନେ ଲୋକମାନଙ୍କୁ ଦେଖାଇବା ନିମନ୍ତେ ଉପବାସ କରୁଥିଲେ। ସେମାନେ ଆପଣା ଆପଣା ମୁଖ ମଳିନ କରୁଥିଲେ, କାରଣ ଅନ୍ୟମାନେ ଜାଣିବେ ଯେ ସେମାନେ ଉପବାସ ଅଛନ୍ତି। କିନ୍ତୁ ଆମମାନଙ୍କ ଉପବାସ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହେବା ଆବଶ୍ୟକ। ଆଜି ଆମମାନେ କାହାକୁ ଗୁରୁତ୍ୱ ଦେଉ? ଆମେ ଶାରୀରିକ ଖାଦ୍ୟକୁ ଗୁରୁତ୍ୱ ଦେଉ କିମ୍ବା ଆତ୍ମିକ ଖାଦ୍ୟକୁ ଗୁରୁତ୍ୱ ଦେଉ? ପ୍ରଭୁ କହିଲେ, ମନୁଷ୍ୟ ରୁଟି ଦ୍ୱାରା ବଞ୍ଚିବ ନାହିଁ, କିନ୍ତୁ ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟ ଦ୍ୱାରା ବଞ୍ଚିବ। ଯଦି ବାସ୍ତବରେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ହୃଦୟରେ ରହିଛି, ଯଦି ପ୍ରତିଦିନ ଆମେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରୁ, ତାକୁ ଭକ୍ଷଣ କରୁ, ତେବେ ଆମମାନେ ଆତ୍ମିକ ଜୀବନରେ ବଞ୍ଚିବା ଓ ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବା। ପ୍ରଭୁ ଯୀଶୁ ଉପବାସ ସମ୍ବନ୍ଧରେ କହିବା ସମୟରେ ଠିକ୍ ତାହା ହିଁ କହିବାକୁ ଚାହୁଁଥିଲେ ଯେ ଆମେ ଯେପରି ଆତ୍ମିକ ଜୀବନରେ ବଞ୍ଚିପାରୁ ଓ ଖ୍ରୀଷ୍ଟଙ୍କ ସହିତ ନୂତନ ସମ୍ପର୍କ ସ୍ଥାପନ କରିପାରୁ। ଯଦି ଆମେ ଖ୍ରୀଷ୍ଟଙ୍କ ସହିତ ନୂତନ ସ୍ଥାପନ କରୁ, ତେବେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ଆବଶ୍ୟକ, ତାଙ୍କଠାରେ ବିଶ୍ୱାସ କରିବା ଆବଶ୍ୟକ। ତେବେ ଆମେ ଜୀବନରେ ସ୍ୱର୍ଗୀୟ ଶାନ୍ତି ଅନୁଭବ କରିବା। ଯଦି ଆପଣ ଏ ସମ୍ପର୍କରେ ଅଧିକ ଜାଣିବାକୁ ଚାହାନ୍ତି, ତେବେ ଆମ ନିକଟକୁ ପତ୍ର ଲେଖନ୍ତୁ। ଆମେ ଆପଣଙ୍କୁ ସୁନ୍ଦର ପୁସ୍ତକ ପଠାଇବୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଶୁଣିଲେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା? ଆମକୁ ଚିଠି ଲେଖି ଜଣାଇବେ। ଯଦି ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ସ୍ୱର୍ଗୀୟ ଶାନ୍ତି ଓ ଆଶୀର୍ବାଦ ଲାଭ କରିବାକୁ ଚାହାନ୍ତି ଓ ଏହି ଶିକ୍ଷାକୁ ବାଇବଲ ଟିପ୍ପଣୀ ପୁସ୍ତକ ମାଧ୍ୟମରେ ପାଇବାକୁ ଚାହାନ୍ତି,
ତେବେ ଆମ ନିକଟକୁ ପତ୍ର ଲେଖନ୍ତୁ। ଆମେ ବିନା ମୂଲ୍ୟରେ ତାହା ଆପଣଙ୍କୁ ଯୋଗାଇ ଦେବୁ। ଆମର ଠିକଣାଟି ହେଲା ବେଦ ପାଠଶାଳା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଏହାଛଡ଼ା ଇମେଲ୍ ଦ୍ୱାରା ମଧ୍ୟ ଆପଣ ଆମ ସହିତ ଯୋଗାଯୋଗ କରିପାରନ୍ତି। ଆମର ଇମେଲ୍ ଠିକଣାଟି ହେଲା oriavp@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।